This is the passive voice. You see that how you will make active to passive. See here the formula of the passive in the present tense. He helps me. You see here, he helps me. ଏଠି ମିଟା କ'ଣ ହେବ ନା ଆଇ ହେଇଯିବ। ଆଇ ହେଇଗଲା, ଆଇ ଆମ୍ ହେଇଯିବ ଭର୍ବ। ଆଇ ଆମ୍ ହେଲ୍ପଡ୍ ବାଇ ହିମ୍। ନମ୍ବର 2, we see an aeroplane. ଆମର ମନେ ରଖିତା ଏ ଯେଉଁ वी ହେଲା ସବଜେକ୍ଟ, ସେଟା ଅବଜେକ୍ଟ ହେଇଯିବ। ଆନ୍ ହେଲା ଏରୋପ୍ଲେନ୍, ଏଇଟା ହେଲା ଅବଜେକ୍ଟ, ଏଇଟା ସବଜେକ୍ଟ ହେଇଯିବ। ଆନ୍ ଏରୋପ୍ଲେନ୍ ଆଗକୁ ନେଇ ଆସ। ଆନ୍ ଏରୋପ୍ଲେନ୍ ଏଇଟା ତୁମର ଇଣ୍ଡିପେଣ୍ଡେଣ୍ଟ ଅଛି। ଆନ୍ aeroplane is seen by us. Okay, we ର us ହେଇଯିବ। 3, she sings a song. ଏଠି କ'ଣ ଏ ସଙ୍ଗ ହେଲା ଅବଜେକ୍ଟ। ଏ ସଙ୍ଗ ଇଜ୍ SUN song. এটা past participle ହେଇଯିବ SUN song. ଏ song is sung by her. She does not feed sparrow. by ଯୋଡ଼ି sparrows are not fed by her. She the her ହେଇଯିବ by her. They do not like sweets. ଏଠି ସୁଇଟ୍ସଟା ନିଏ ଆଗକୁ ସବଜେକ୍ଟ ହେଇଯିବ। ସୁଇଟ୍ସ ଆର୍ ନଟ୍ ଲାଇକ୍ଡ ବାଇ ଦେମ୍। ଏସବୁ ଇଣ୍ଡିପେଣ୍ଡେଣ୍ଟରେ ଏଇ ଟାଇପ୍ରେ ହେଇଗଲା। ବର୍ତ୍ତମାନ ଚାଲ ଆମର ସିମ୍ପଲ୍ ପାଷ୍ଟରେ ୱି କିଲ୍ଡ ଏ କୋବ୍ରା। ଏଇଟା ମନେ ରଖିଥା, ଏ କୋବ୍ରା ୱାଜ୍ କିଲ୍ଡ ବାଇ ଅସ୍। ୱି କିଲ୍ଡ ଏ କୋବ୍ରା, ଆମେ ଗୋଟେ କୋବ୍ରାକୁ ମାରିଲୁ। କୋବ୍ରାଟା ଆମ ଦ୍ୱାରା ମରାଗଲା। ଏ କୋବ୍ରା ୱାଜ୍ କିଲ୍ଡ ବାଇ ଅସ୍। ଦ ଫିସରମ୍ୟାନ୍ କଟ୍ ଏ ଫିସ୍। ଏ ଫିସ୍ ୱାଜ୍ କଟ୍, ପାଷ୍ଟ ଟେନ୍ସ ଅଛି। ୱାଜ୍ କଟ୍ ଧରାଗଲା ବାଇ ଦ ଫିସରମ୍ୟାନ୍, ହେଲା। ତାପରେ ୟୁ ମେଟ୍ ମେନି ମିଷ୍ଟେକ୍। ଏଠି ମେନି ମିଷ୍ଟେକ୍ ଅଛି। କିଏ କଲା ନା ମେନି ମିଷ୍ଟେକ୍ ୟୁ କରିଛ। ତାପରେ ମେନି ମିଷ୍ଟେକ୍ ଆଗକୁ ନେଇ ଆସ। ମେନି ମିଷ୍ଟେକ୍ସ ୱେର୍ ମେଡ୍ ବାଇ ୟୁ। ଆଇ ଡିଡ୍ ନଟ୍ ରାଇଟ୍ ଏ ଲେଟର୍। ଏଠି ଲେଟର୍ ଅଛି। ଏ ଲେଟର୍ର ସବଜେକ୍ଟ ହେଇଯିବ। ଏ ଲେଟର୍ ୱାଜ୍ ନଟ୍ ରିଟେନ୍। ଏ ଲେଟର୍ ୱାଜ୍ ନଟ୍ ରିଟେନ୍ ବାଇ ମି। ଆଇଟା ମି ହେଇଯିବ। ଓକେ, ଲେଟର୍ଟା ମୋ ଦ୍ୱାରା ଲେଖାଗଲା ନାହିଁ। ତାପରେ ଫ୍ୟୁଚର୍ ଆସିଲା। ଆଇ ସାଲ୍ ରିଡ୍ ଏ ବୁକ୍। ମୁଁ ବହିଟା ପଢ଼ିବି, ହେଲା। ଆଇ ସାଲ୍ ରିଡ୍ ଏ ବୁକ୍। ଏ ବୁକ୍ ୱିଲ୍ ବି ରେଡ୍ ବାଇ ମି। ବହିଟା ମୋ ଦ୍ୱାରା ପଢ଼ା ହେବ। ସି ୱିଲ୍ ଲାଇକ୍ ଅରେଞ୍ଜ। ସେମିତି ଅରେଞ୍ଜକୁ ନେଇ ଆଗକୁ। ଅରେଞ୍ଜ ୱିଲ୍ ବି ଲାଇକ୍ଡ ବାଇ ହର୍। ଅରେଞ୍ଜ ତା ଦ୍ୱାରା ଭଲ ପାଇବା ହେବ। ସେ ଲାଇକ୍ କରିବ ଅରେଞ୍ଜ। ସି ୱିଲ୍ ନଟ୍ ପାର୍ଡନ୍ ହିମ୍। ପାର୍ଡନ୍ ମାନେ କ୍ଷମା ଦେବା। ହିମ୍ଟା ହି ହେଇଯିବ। ତାতে ହି ୱିଲ୍ ନଟ୍ ବି ପାର୍ଡନ୍ ବାଇ ହର୍, ହେଲା। ବର୍ତ୍ତମାନ ତୁମେ ଚାଲି ଆସ ଏବେ କେଉଁଥିରେ ନା ଏଇ ଯେଉଁ ଅଛି ଦେଖ କଣ୍ଟିନ୍ୟୁଅସ୍ ଧାରାରେ। ଆଇ ଆମ୍ ଏମିଂ ଆଟ୍ ଏ ଟାଇଗର୍। ମୁଁ ଗୋଟେ ଟାଇଗରକୁ ଲକ୍ଷ୍ୟ କରୁଅଛି। ମନେ ରଖ, ଏ ଜାଗାରେ କ'ଣ ହେବ, ଏ ING ଫର୍ମ ଦେଲେ ଏଠି ବିଙ୍ଗ୍ ଲାଗିକି ହେବ, ହେଲା। ଆଉ ଯେ ଏମ୍ଟା ଏମ୍ଡ ହେଇଯିବ, ପାସ୍ ପାର୍ଟ ହେଇଯିବ। ଦେଖ, ଆଇ ଆମ୍ ଏମିଂ ଏ ଟାଇଗର୍। ମୁଁ ଗୋଟେ ଟାଇଗରକୁ ଲକ୍ଷ୍ୟ କରୁଛି, ମାନେ ମାରିବା ପାଇଁ କି। ଏ ଟାଇଗର୍ ଇଜ୍ ବିଙ୍ଗ୍ ଏମ୍ଡ ଆଟ୍ ବାଇ ମି। ଟାଇଗରଟା ମୋ ଦ୍ୱାରା ମରା ହେବା ପାଇଁ ଲକ୍ଷ୍ୟ କରାଯାଇଛି। ଦେ ଆର୍ ସିଙ୍ଗିଂ ସଙ୍ଗ୍। ସେମାନେ ସଙ୍ଗ୍ ବୋଲୁଛନ୍ତି, ଆକ୍ଟିଭରେ ହେଲା। ଦ ସଙ୍ଗ୍ସ ଆର୍ ବିଙ୍ଗ୍ SUNG ସଙ୍ଗ୍ ବୋଲାଯାଉଛି। ଦି ସଙ୍ଗ୍ସ ଆର୍ ବିଙ୍ଗ୍ ସଙ୍ଗ୍ ବାଇ ମି, ହେଲା ନା। ଦେ ଅଛି ଦେମ୍ ହେବ। ଦେ ଅଛି ଦେମ୍। ସଙ୍ଗ୍ସ ଆର୍ ବିଙ୍ଗ୍ SUNG ସଙ୍ଗ୍ ବାଇ ଦେମ୍। ତାପରେ ଦେଖ, ଗରମିତ ୱାଜ୍ ଡ୍ରାଇଭିଂ ଏ କାର୍। ଗରମିତ ୱାଜ୍ driving a car. The car was being driven by past tense. The doctor was examining the patient. The patients were the patients were being examined by the doctor. It was Gita doing the sum. ପ୍ରଶ୍ନ ଅଛି, was the sum ଗଣିତଟା being done by ଗୀତା। ଗୀତା ଦ୍ୱାରା କରାଗଲା କି। ତାପରେ ଏଇଟା ସିମ୍ପଲ୍ ଆସିକି ପ୍ରେଜେଣ୍ଟର। ହି ହାଜ୍ ସୋଲ୍ଡ ଏ ହର୍ସ। ସେ ହର୍ସଟା ବିକ୍ରି କରିଛି। ଏ ହର୍ସ ହାଜ୍ ବିନ୍ ସୋଲ୍ଡ ବାଇ ହି। ସେମିତିଆ ଏ ହର୍ସଟା ସବଜେକ୍ଟ ହେଇଯିବ। ଆଉ ହାଜ୍ଟା ହାଜ୍ ବିନ୍ ହେଇଯିବ। ଏ ହର୍ସ ହାଜ୍ ବିନ୍ ସୋଲ୍ଡ ବାଇ ହି।
हीटा हिम जो बाई हिम ता द्वारा सोल्ड ए हॉर्स हैज बीन सोल्ड बाई हिम ता द्वारा बिक्री हो रही। यू हैव मेड मेनी मिस्टेक बहुत मिस्टेक कर मेनी मिस्टेक हैव बीन मेड बाय यू ए टाइप हम हैव बीन मेड बाय यू। वी हैड प्लेड ए क्रिकेट वी हैड प्लेड ए क्रिकेट मैच द क्रिकेट मैच had been played. The cricket match had been played by us. She will have read the book. The book will be the book ଏଠି ଦେଖ ସେ କହୁଛି she will have read the book ସେ ବହିଟା ପଢ଼ୁଥିବ ତା ବହିଟା ତା ଦ୍ୱାରା ପଢ଼ା ହେଉଥିବ the book will have been read by her. Has the grocer sold the tea? ପ୍ରଶ୍ନବାଚକ ଆସିଲା। Has the tea been sold by the grocer? ସେ କହୁଛି has the grocer sold the tea? जो ଗ୍ରୋସର ଦୋକାନୀ ଚାହା ବିକ୍ରି କରିଛି କି? ହଁ ବିକ୍ରି ହେଇଛି। has the tea been sold by the grocer? had the children eaten all the cakes? ସେଇଆ ହେବ all the cakes had been eaten by the children. ହେଲେ କ'ଣ ହେଲା ଗୋଟା had all the children question ଅଛି had all the cakes been eaten by children by ଏହାର question will they have helped her? will they have helped herଟା ସି ହେଇଯିବ will she have been held by her ହେଲେ ତାପରେ ତୁମେ ଏ ପଦକେ ଦେଖ ପ୍ରଶ୍ନ ବାଲା ହେଲା does he see a bird? is a bird ଏଟା ପ୍ରେଜେଣ୍ଟରେ ଅଛି ଗୋଟିଏ ବାର୍ଡ଼କୁ ବୁଝୁଛି is a bird seen by him ତା ଦ୍ୱାରା ପକ୍ଷୀଟା ଦେଖାଯାଇଛି କି did she sing a song ଗୋଟେ ଗୀତ ସେ ବୋଲିଲା କି was a song song by her ତା ଦ୍ୱାରା ଗୀତଟା ବୋଲାଗଲା କି will they help you ସେମାନେ ତୁମକୁ ସାହାଯ୍ୟ କରିବେ କି will you be helped by them ଏଠି ଦେ ଅଛି them ଯେଉଁ will you be helped by them ତୁମେ ତାଙ୍କ ଦ୍ୱାରା ସାହାଯ୍ୟ ପାଇବ କି is he reciting a poem ସେ ଗୋଟେ କବିତା ରଚୁଛି is a poem being recited by him ହେଲା ପୋଏମ୍ଟା ସବଜେକ୍ଟ ହେଇଗଲା ଆଉ ହିଟା ହର୍ ହେଇଗଲା ଏଇଟା ହି ଅଛି ଭୁଲ କହୁଛି ହି ହେଲା ହିମ୍ ସେମିତି was he reading a newspaper was a newspaper being read by him has the teacher told a story has ବାଲା ଆସିଲା ଦେଖ କେମିତିଆ has a story ଏଇଟା ଏଇ ଜାଗାରେ been ହେଇଯିବ been told by the teacher what are you looking for କ'ଣ ଖୋଜୁଛ what is being looked for by you ଏଇଟା ସିଙ୍ଗଲ ଆସିଗଲା ସିଙ୍ଗୁଲାର ପର୍ସନ୍ what is being looked for by you ହେଲା ତାପରେ ସେ କହୁଛି who presided over the meeting କି ମିଟିଂକୁ ପ୍ରିଜାଇଡ୍ କଲା who presided over the meeting ଏଠି କାହା ଦ୍ୱାରା by whom was the function presided over ହେଲା କାହା ଦ୍ୱାରା ଫଙ୍କସନ୍ଟା ପ୍ରିଜାଇଡ୍ କରାଗଲା ସଭାପତିତ୍ୱ କରାଗଲା କାହା ଦ୍ୱାରା ସଭାପତି କରାଗଲା ହେଲା ବର୍ତ୍ତମାନ ଚୁଜୁ by whom was the function presided over ସେମିତି ଆସିଲା whom does she like the most କାହାକୁ ସେ ବେଶୀ ଭଲ ପାଏ who is like the most by her ଏଠି ସେଇଟା ହର୍ ହେଇଯିବ ଏଠି ହୁ ହେଇଯିବ ହୁମ୍ଟା ହୁ ହେଇଯିବ ହୁ ଇଜ୍ ଲାଇକ୍ ଦ ମୋଷ୍ଟ କାହାକୁ ସେ ଭଲ ପାଏ by her ହେଲା କାହାକୁ ସେ ବେଶୀ ଭଲ ପାଉଛି has the ଭାକ୍ରା ଡ୍ୟାମ୍ ହେଲ୍ପ ହରିୟାଣା କାହାକୁ ନେଇ ଆସ ହେଲା ବର୍ତ୍ତମାନ ତୁମର ଏଇଟା ହାଜ୍ ଅଛି how has Haryana been helped by the ଭାକ୍ରା ଡ୍ୟାମ୍ ହରିୟାଣା କେମିତି ଉପକୃତ ହେଉଥିଲା ହେଲା ଭାକ୍ରା ଡ୍ୟାମ୍ ଦ୍ୱାରା why did he abuse you କାହିଁକି ଗାଳି ଦେଲେ ତୁମକୁ why were you abused by him କାହିଁକି ତା ଦ୍ୱାରା ତୁମେ ଗାଳି ଖାଇଲ why were you reading କ'ଣ ପଢ଼ୁଥିଲ what was being read by ତୁମ ଦ୍ୱାରା କ'ଣ ପଢ଼ାଯାଉଥିଲା ହେଲା ଏଇଠି ଗୋଟେ ଆଉ ଗୋଟେ ଦେଖ ତା ଯେଠି ବରଡ଼ି ରହୁଛି
आई गेव हिम ए टय देख हिम अच्छी मन रखिए हिमटा कौन हम ना हि है ए टय वाज गिभेन एटा आईटा मी है ए टय वाज गिभेन टू हिम बाय मी आई गेव हिम ए टय मुझे गोटे खेलना देली ताते ए टय वाज गिभेन गोटे खेलना ताकू दिगला बाय मी मो द्वारा है बर्तमान देख ये आसला ही वाज गिभेन ए टय बाय मी ए प्रकार हो पार है ही वाज गिभेन ताकू दिगला ए टय बाय मी तापर योर फादर टॉट अस इंग्लिश तो बापा हमको इंग्लिश पढ़ेले ये आमर करदे इंग्लिश वाज टॉट टू अस बाय योर फादर इंग्लिश टाक आगू नहीं आस सब्जेक्ट कर दियो एटा पास्ट टेंस अच्छी वाज टॉट इंग्लिश वाज टॉट टू यू ए अस अच्छी है इंग्लिश वाज टॉट टू अस बाय योर फादर तापर देख we shall be told an interesting story by him से कुछ an interesting story will be told to us by him ये कितने जिन देखो पहले he will tell all the story तो an interesting story will be told to us by him किंबा we shall be told an interesting story by him. We refused him admission. That admission was refused to him by us. देख लो किंबा he was refused admission by us. The principal has given me a prize. तार I have been given a prize. कहा द्वारा ना by the principal. किंबा a prize has been given to me दिया गला by the principal. एम जैसो तुम एक्टिविटी बेसिस कर धन्यवाद।